ମୁଁ ଭବାନୀପାଟଣାରୁ କାରରେ ଫେରିଲା ବେଳକୁ ମୁଁ ମୋ ପାତ୍ରଗୁଡ଼ା ସାହି ପାଖରେ ମୋର ମୋବାଇଲଟି ଭୁଲବଶତଃ ତଳେ ପଡ଼ିଯାଇଛି, ମୁଁ ଜାଣିପାରିନଥିଲି। ଏବଂ ତାପରେ ପରେ ସାଙ୍ଗେ ସାଙ୍ଗେ ମୁଁ ଏପଟ ସେପଟ ଧାଁ ଦୌଡ଼ କଲି, କେଉଁଠି ଆଉ ତାର ଖୋଜ ଖବର ପାଇଲିନି। ତେଣୁ ଆମର ଥାନାରେ ଯିଏ ଅଛନ୍ତି ମାଲକାନଗିରିର ଗୌଡ଼ ବାବୁ, ତାଙ୍କୁ ଫୋନ୍ ଫାନ୍ କରିକି ଆମେ ପରେ ଦେଖିଲୁ ଯେ ଏଫଆଇଆର ଦେବାକୁ ପଡ଼ିବ। ତେଣୁ ତା ପରଦିନ ମୁଁ ଯାଇକି ଏଫଆଇଆର ଦେଇଥିଲି। ଏବେ ଏଫଆଇଆର ଦେବାର ପ୍ରାୟତଃ ମାସେ 2 ମାସ ଭିତରେ ଆଉ ସକ୍ସେସଫୁଲି ସେ ଟ୍ରେସ୍ ହେଇଯାଇଛି ଏବଂ ମୋ ପାଖରେ ମୋ ମୋବାଇଲ ବର୍ତ୍ତମାନ ମୋ ହାତରେ ମୁଁ ଧରି ଅଛି, ଯେଉଁଟାକି ଆମର ଏଠି ଆଭେଲେବଲ୍ ହେଲା ଆମର ମାଲକାନଗିରି ସାଇବର ଥାନାରେ। ମିସିଂ ମୋବାଇଲ ଗୁଡ଼ିକୁ ଟ୍ରେସ୍ କରିବା ପାଇଁ ଏସ୍ପି ମାଲକାନଗିରିଙ୍କ ନେତୃତ୍ୱରେ ଆମର ଦୃଢ଼ ପ୍ରୟାସ ଜାରି ରହିଛି। ଏହି କ୍ରମରେ ସାଇବର ଥାନା ମାଲକାନଗିରି ଏବଂ ସାଇବର ସେଲ୍ ମାଲକାନଗିରିର ମିଳିତ ପ୍ରୟାସରେ ଆମେ ଗତ 1 ମାସରେ 34ଟି ମୋବାଇଲ ରିକଭରି କରିଛୁ ଓ ଆଜି ଆମେ ତାର ରାଇଟଫୁଲ୍ ଓନରମାନଙ୍କୁ ହ୍ୟାଣ୍ଡ ଓଭର କରୁଛୁ। ଏହି ମାଧ୍ୟମରେ ଆପଣମାନଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବି, ଯାହାର ବି ମୋବାଇଲ ଚୋରି ହେଉଛି କିମ୍ବା ମିସିଂ ହେଉଛି ତାକୁ ଅନରିପୋର୍ଟେଡ୍ ନ ରଖି ନିୟରେଷ୍ଟ ଥାନାରେ ଆସି ତାକୁ ରିପୋର୍ଟ କରନ୍ତୁ। ଯାହାଫଳରେ ଆମର ନୂଆ ଭାବରେ ସରକାର ବ୍ୟବହାର କରୁଥିବା CEIR ପୋର୍ଟାଲ ମାଧ୍ୟମରେ ଆମେ ମୋବାଇଲ ଗୁଡ଼ିକୁ ଟ୍ରେସ୍ କରି ତାର ଓନରକୁ ଠିକ୍ ଭାବରେ ପହଞ୍ଚାଇ ପାରିବୁ।